ଆମେ ନିଜେ ମଧ୍ୟରେ ନିଜ ଅଜାଣତରେ ନିଜକୁ ଦୋଷୀ କହିଥାଏ ଏବଂ ଆମ ମଧ୍ୟରେ ସନ୍ତୋଷ ନଥାଏ ଓ କୌଣସି ଜିନିଷକୁ ଧୈର୍ଯ୍ୟର ସହିତ ଶୁଣିବା ମଧ୍ୟ ଆମ ପକ୍ଷରେ ସମ୍ଭବ ହୋଇନଥାଏ। ତ ଆମ୍ଭକୁ ଜାଣିଯିବା ଦରକାର ଯେ ଆମ୍ଭ ମଧ୍ୟରେ ଏ ଅସନ୍ତୋଷ ବା ଏ ସମସ୍ୟା, ଏ ଚିନ୍ତା ଏସବୁ କାହିଁକି ରହିଛି। ଏହାର କାରଣ ଆମର ମନ ଅଟେ। ବହୁତ ଲୋକଙ୍କର ମଧ୍ୟ ଏହି ମତ ଥାଏ, ଏ ସମସ୍ତଙ୍କର କାରଣ ଆମର ମନ ଅଟେ। ଆଉ ଏ ମନ ଯେଉଁ ଆମେମାନେ କହୁଛେ, ଇଏ ଆମ ଦ୍ୱାରା ହିଁ ବନାଯାଇଥିବା ଏକ ସଂସ୍ଥା ଅଟେ। ଏହି ସଂସ୍ଥା ଆମେ ଦୁଇଟି ପ୍ରତିକ୍ରିୟା ଦ୍ୱାରା ବନାଇଅଛେ। ପ୍ରଥମତଃ ଆମେ ଯେଉଁ ଅହଙ୍କାର କରେ, ଯାହାଦ୍ୱାରା ଆମେ ଅନ୍ୟ ଉପରେ କ୍ରୋଧ କରେ କିମ୍ବା କେହି ଆମର ଅପମାନ କରନ୍ତି କିମ୍ବା ଆମେ କାହାର କିଛି ଅନିଷ୍ଟ କରିବାକୁ ଚାହେଁ, ଏହାଦ୍ୱାରା ଆମ୍ଭମାନଙ୍କ ମଧ୍ୟରେ ଏକ ବଡ଼ ବିଚାର ଉତ୍ପନ୍ନ ହୋଇଥାଏ। ଆଉ ଦ୍ୱିତୀୟତଃ ପ୍ରତିକ୍ରିୟା ହୋଇଥାଏ। ଏ ବିଚାର ଉତ୍ପନ୍ନ ହୋଇଥାଏ ଏବଂ ସେ ଯେଉଁ ବହୁତ ବଡ଼ ଅନିଷ୍ଟ କରିବାକୁ ଚାହିଁବା ତାର ଏକ ବିଚାର ଦ୍ୱାରା ପ୍ରଥମ ବିଚାର ଆମର ଉତ୍ପନ୍ନ ହୋଇଯାଇଥାଏ ଏବଂ ଦ୍ୱିତୀୟ ପ୍ରତିକ୍ରିୟାଟି ହେଲା ଆମର ସଂସ୍କାର। ଆଜିକାଲି ତ ସୁସଂସ୍କାର ଅପେକ୍ଷା କୁସଂସ୍କାର ବହୁତ ବେଶୀ। ତେଣୁ କୁସଂସ୍କାର କାରଣ ବି ଆମ ମଧ୍ୟରେ ପ୍ରତିକ୍ରିୟା ସ୍ୱରୂପ ଅନେକ ବିଚାର ଉତ୍ପନ୍ନ କରିଯାଏ, ଯାହା ସବୁ ଏହି ବିଚାର ଏକାଠି ହୋଇ ଆମ ମଧ୍ୟରେ ଏକ ମନୋରୂପକ ସଂସ୍ଥାଟିକୁ ଜାଗରଣ କରାଇଥାଏ। ତେବେ ପ୍ରତିକ୍ରିୟା ସ୍ୱରୂପ ଜାଗରଣ କରିଦେଇଥାଏ ଏବଂ ତା ଦ୍ୱାରା ଆମେ ତାରି ଦ୍ୱାରା ହିଁ ଚାଲେ। ଆମେ ମନଟିକୁ ଆମେ ହିଁ ବନେଇଦିଏ ଏବଂ ଆମେ ମନ ଦ୍ୱାରା ହିଁ ଚାଲି ପରିଲିଖିତ ବା ଆମେ ତା ଦ୍ୱାରା ଚାଲିଥାଏ। ତେଣୁ ଆମେ ତାହାରି ହିଁ ଗୋଲାମ କରି ରହୁଥାଏ। ଯେମିତି ଗୋଟେ ମଣିଷ ହିଁ ଘଡ଼ି ବନେଇଛି, ତେଣୁ ଘଡ଼ି ଆମେ ହିଁ ବନେଇଛେ ଏବଂ ଘଡ଼ିର ଗୋଲାମ ଆମ୍ଭେମାନେ ହିଁ କରୁଛେ। ତେଣୁ ସେହି ହିସାବରେ ଯେମିତି ମନ ମଧ୍ୟ ପ୍ରସ୍ତୁତ କରିଛେ, ସେହି ହିସାବରେ ମନର ମଧ୍ୟ ଗୋଲାମୀ କରୁଛେ। ଏହି ହିସାବରେ ବହୁତ ଆମର ଉଦାହରଣ ରହିଛି। ଯେପରି ଏକ ମନ ରହିଲା, ଏକ ଘଡ଼ି ରହିଲା, ଆଉ ଏକ କମ୍ପ୍ୟୁଟର ମଧ୍ୟ ରହିଛି। ବର୍ତ୍ତମାନ ଯୁଗରେ କମ୍ପ୍ୟୁଟର ଏକ ମଣିଷ ହିଁ ବନେଇଛନ୍ତି। ୟାକୁ ହିଁ ମଣିଷ ମାନବ ଜଗତ ବନେଇଛନ୍ତି, ନା କି ଈଶ୍ୱର ବନେଇଛନ୍ତି। ୟାକୁ ହିଁ ମାନବ ଜଗତ ହିଁ ବନେଇଛନ୍ତି। ତେଣୁ ଏ ମାନବ ଜଗତ ହିଁ ଏ ଜିନିଷକୁ ବନେଇଛନ୍ତି ଏବଂ ତାର ହିଁ ଗୋଲାମ କରୁଛନ୍ତି। ଠିକ୍ ସେମିତି ଆମର ଟଙ୍କା, ପଇସା, ଧନ ଏସବୁ ମଧ୍ୟ ୟାକୁ ହିଁ ମାନବ ଜିନିଷ ହିଁ ବନେଇଛନ୍ତି ଏବଂ ତା ଦ୍ୱାରା ହିଁ ସେ ତାରି ହିଁ ଗୋଲାମ କରୁଛନ୍ତି। ସେଥିପାଇଁ ଆମକୁ ଏହି ମନ ଉପରେ ଜିତିବାକୁ ହେବ। ତେଣୁ ବହୁତ ଲୋକଙ୍କ ମନରେ ପ୍ରଶ୍ନ ଆସିବ ଯେ ଆମ୍ଭେମାନେ ଏ ମନ ଦେହରୁ କିପରି ଜିତିବା ବା ଆମେ ମନ ରୂପକୁ ଏ ଯେଉଁ ଆମର ଅସୁର ଅଛି ତାକୁ କିପରି ଦମନ କରିବା। ତେଣୁ ଏହା ପାଇଁ ପରମେଶ୍ୱରୀ ମହାମାୟା ଜଗତଜନନୀ ଆମ ମନ ମଧ୍ୟରେ ଏକ କୁଣ୍ଡଳିନୀ ଶକ୍ତି ଦେଇଛନ୍ତି। ଯେଉଁ କୁଣ୍ଡଳିନୀ ଶକ୍ତିକୁ ଜାଗରଣ କରିବା ଦ୍ୱାରା ଏହି ମନ ଉପରେ ବିଜୟ ପ୍ରାପ୍ତି ହୋଇପାରେ। କୁଣ୍ଡଳିନୀ ଶକ୍ତି ଯାହା ଆମର ଅଷ୍ଟଚକ୍ରରେ ବ୍ୟାପ୍ତି ହୋଇକରି ସପ୍ତଚକ୍ର ଦ୍ୱାରା ବ୍ୟାପ୍ତ ହୋଇକରି ରହିଅଛି। ଦେନ୍ ସେ ସପ୍ତଚକ୍ର ଆମର ମୂଳାଧାର ଠାରୁ ସମ୍ପୂର୍ଣ୍ଣ ହୋଇକରି ଆମର ଯେଉଁ କ୍ରାଉନ୍ ଯାହାକୁ କୁହାଯାଏ, କ୍ରାଉନ୍ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ସପ୍ତଚକ୍ର ବ୍ୟାପ୍ତ ହୋଇକି ରହିଛି। ତେଣୁ ଏହି ମନରୂପକ ଅସୁରକୁ ଦମନ କରିବା ପାଇଁ, ଏହି ମନରୂପକ ଅସୁରିକ ଶକ୍ତିକୁ ଦମନ କରିବା ପାଇଁ ଆମର କୁଣ୍ଡଳିନୀ ଜାଗରଣ ହୋଇଥିବା ଦରକାର। ତେଣୁ କୁଣ୍ଡଳିନୀ ଜାଗରଣ